2 ତାରିଖ 1901 ଜନ୍ମଗ୍ରହଣ କରିଥିଲେ। ପିତା ହେଉଛନ୍ତି ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଏବଂ ମାତା ହେଉଛନ୍ତି ସରସ୍ୱତୀ ପାଣିଗ୍ରାହୀ। ତାଙ୍କର ଉପନ୍ୟାସ ମଧ୍ୟରେ ଆମେ ଦେଖିବାକୁ ପାଇବା ମାଟିର ମଣିଷ 1931, ମୁକ୍ତାଗଡ଼ର କ୍ଷୁଦା 1932, ଅମରଚିତା 1933, ଲୁହାର ମଣିଷ 1947, ଆଜିର ମଣିଷ 1957 ଏବଂ ବାସନ୍ତୀ ଉପନ୍ୟାସ ଯେଉଁଟାକି 1928 ମସିହାରେ। ଏଇଟା ହେଉଛି ତାଙ୍କର ରଚନା କାଳ। ଯଦି ଆମେ ଦେଖିବା ତାହେଲେ ବାସନ୍ତୀ ଉପନ୍ୟାସ ସେ କେତେ ପରିଚିତ ରଚନା କରିଛନ୍ତି 1928 ମସିହାରେ। ଓକେ, ତାହେଲେ କିଛି କହିଦେଉଛି ତାପରେ ଉପନ୍ୟାସ ଗୁଡ଼ିକ ଆଲୋଚନା କରିବା। ମାଟିର ମଣିଷ ଉପନ୍ୟାସ, ତାହେଲେ ମାଟିର ମଣିଷ ଉପନ୍ୟାସ ଆମେ ଜାଣିଛନ୍ତି ଏଇଟା ଗୋଟେ ସାମାଜିକ ଉପନ୍ୟାସ। ସାମାଜିକ ଉପନ୍ୟାସ ସହିତ ଏଠାରେ ଗାନ୍ଧୀବାଦୀ ଚିନ୍ତାଧାରା ମଧ୍ୟ ଦେଖିବାକୁ ପାଇବା ଚରିତ୍ର ମାନଙ୍କର ହେଲା। ଆଦର୍ଶବାଦ ମଧ୍ୟ ଆମେ ଦେଖିବା ପାଇବା, ଚରିତ୍ର ମାନ ଆଦର୍ଶବାଦ ହେଲା ରହିଛି। ତାହେଲେ ଏଠି ଆମେ ଦେଖିବା ପାଇବା କି ମାଟିର ମଣିଷ ଉପନ୍ୟାସ ପରିଚ୍ଛେଦ ସଂଖ୍ୟା ହେଉଛି 12 ଗୋଟି ପରିଚ୍ଛେଦ ରଚନା କରାଯାଉଛି। ଏଠିରେ ଆମେ ଚରିତ୍ର ମାନଙ୍କ ମଧ୍ୟରେ ଦେଖିବା ବରଜୁ, ହାରାବୋଉ, ଛଅକଡ଼ି, ନେତ୍ରମଣି। ବରଜୁ, ହାରାବୋଉ, ଛଅକଡ଼ି, ନେତ୍ରମଣି। ଶ୍ୟାମ ପ୍ରଧାନ ଯିଏକି ବରଜୁର ବାପା, ଶରଦୀ ବୋଉ, ଏହା ସହିତ ହାରା, ସୁନା, ମୋତି, ଦାମ, ଏମାନେ ସମସ୍ତେ ହେଉଛନ୍ତି ହାରାବୋଉର ପିଲାମାନେ ହେଲା। ଖଳ ଚରିତ୍ର ମଧ୍ୟରେ ଆମେ ଏଠି ଦେଖିବା ପାଇବା ଖଳ ଚରିତ୍ର ମଧ୍ୟରେ ହରିମିଶ୍ର ହେଲା। ହରିମିଶ୍ର ହେଉଛି ଏକ ଖଳ ଚରିତ୍ର, ଠିକ୍ ଅଛି। ତେଣୁ ଏଠିରେ ଆମେ ଗାନ୍ଧୀବାଦ ଦେଖିବା ପାଇବା, ବାସ୍ତବବାଦ ଦେଖିବା ପାଇବା ଏବଂ ଆଦର୍ଶବାଦର ସମନ୍ୱୟ ଏହି ଉପନ୍ୟାସରେ ଆମେ ଦେଖିବାକୁ ପାଇବା। ଏବଂ ଏଇ ଯେଉଁ ମାଟିର ମଣିଷ ଉପନ୍ୟାସଟି ଇଂରାଜୀ ଅନୁବାଦ ହୋଇକି এই ଇଂରାଜୀ ଅନୁବାଦର ଉପନ୍ୟାସ ନାଁ ହେଉଛି ଏ ହାଉସ୍ ଅନଡିଭାଇଡେଡ୍। କ'ଣ ହେଇଛି? ଏ ହାଉସ୍ ଅନଡିଭାଇଡେଡ୍ ନାମରେ ନାମିତ ହୋଇଛି। ତେଣୁ ଏହା କେବେ ପ୍ରକାଶିତ ହୋଇଛି? ଆନନ୍ଦ ଲହରୀ ଉପନ୍ୟାସ ମାଳା এই ଉପନ୍ୟାସଟି ପ୍ରକାଶ ରହିଥିଲା। ଆଗରୁ କ'ଣ ହେଉଥିଲା, ଉପନ୍ୟାସ ଗୁଡ଼ିକ ଯେଉଁ ପ୍ରକାଶ ହେଉଥିଲା ସବୁ ବିଭିନ୍ନ ପ୍ରକାର ଇୟର ପ୍ରକାଶ ହେଉଥିଲା। ସେଥିପାଇଁ ଆନନ୍ଦ ଲହରୀ ଉପନ୍ୟାସ ମେଳାରେ এই ଉପନ୍ୟାସଟି ପ୍ରକାଶିତ ହେଉଥିଲା। ତେଣୁ ଉପନ୍ୟାସ ଆରମ୍ଭରେ ଆମେ ଏଠି ଗୋଟେ ଗୀତ ଦେଖିବା ପାଇବା। ଏଠି ଯେଉଁ ଗୀତଟି କାଳିଚରଣ ପାଣିଗ୍ରାହୀ ରଚନା କରିଛନ୍ତି, ଦୁନିଆର ହାଟେ କୋଟି ହୀରା ନୀଳାମୋତି ପୁଣି ମାଣିକ ତୁଳ, ଏଇଭଳି ଭାବରେ ଗୋଟେ ଗୀତଟେ ରହିଛି। ତେଣୁ ଏଇ ଯେଉଁ ମାଟିର ମଣିଷ ଉପନ୍ୟାସରେ ବୈକୁଣ୍ଠନାଥ ପଟ୍ଟନାୟକଙ୍କର ମୂକ ଭଗବାନ ଗୋଟେ କବିତା ସ୍ଥାନ ପାଇଛି। କ'ଣ ହେଇଛି? କେଉଁ କବିତା ସ୍ଥାନ ପାଇଛି? ମୂକ ଭଗବାନ। ମନେ ରଖିବ ଏଇଟା ମାଟିର ମଣିଷ ଉପନ୍ୟାସରେ ବୈକୁଣ୍ଠନାଥ ପଟ୍ଟନାୟକଙ୍କର ମୂକ ଭଗବାନ ଗୋଟେ କବିତା ସ୍ଥାନ ପାଇଅଛି। ଓକେ, ତେଣୁ ଏଇଠି ବରଜୁ ହେଉଛି ଏକ ଅସମ୍ପୂର୍ଣ୍ଣ ଚରିତ୍ର ଭାବରେ ଆମେ ଦେଖିବାକୁ ପାଇପାରିବା। ଠିକ୍ ଅଛି, ବୁଝିଲ? ଏବେ ଦେଖିବା ୟାର କାହାଣୀ କ'ଣ ରହିଛି। ମାଟିର ମଣିଷ ଉପନ୍ୟାସରେ କାହାଣୀ କ'ଣ ଦେଖିବା ଟିକେ। ଏ ଉପନ୍ୟାସରେ ଓକେ, ତାହେଲେ କଟକ ଜିଲ୍ଲାର ବିରୁପାକୂଳର ପ୍ରଧାନପଡ଼ାରୁ ଏହାର କଥାବସ୍ତୁ ଆଲୋଚନା କରାଯାଉଛି। କେଉଁଠି ହେଉଛି? କଟକ ଜିଲ୍ଲାର ପ୍ରଧାନପଡ଼ା। ତାହେଲେ ବରଜୁର ଘର କେଉଁଠି? ପ୍ରଧାନପଡ଼ା, କଟକ ଜିଲ୍ଲା। କଟକରୁ ଏହାର କଥାବସ୍ତୁ ଆଲୋଚନା କରାଯାଉଛି। ତେଣୁ ଲେଖକ ଏଠିରେ ପ୍ରଧାନପଡ଼ାର ବସ୍ତିର ଚିତ୍ରଣ ଦେଇ କହିଛନ୍ତି, ଅତି ଛୋଟ ଅତି ନଗଣ୍ୟ ମଣିଷ ଜାତିର ବସ୍ତି ଖଣ୍ଡେ। ଶ୍ୟାମ ପ୍ରଧାନର ବକେଟେ ବୋଲି କୁଡ଼ିଆ ଖଣ୍ଡେ ସେଇ ଗାଁ ଭିତରେ। ତାର ଥାନ ବିଶ୍ୱ ବ୍ରହ୍ମାଣ୍ଡରେ କ'ଣ ଅଣୁନା ପରମାଣୁ କିଏ କହିବ? ତେଣୁ ଏଇ ଭୂମିରେ କିଏ ପୁରୁଷ ଆଗ ଆସି ପାଦ ଦେଇଥିଲା ତାହାର ପାଦ ଚିହ୍ନ ନାହିଁ। ସେ ମାଟିରେ କିଏ ଆଗ ଆସି ମଞ୍ଜି ପୋତିଲା, ଫଳ ଖାଇଲା, ସେ କଥା ଅବା ଏଇ ବିରୂପା ନଈ କହିବ, ଏଇ ଚନ୍ଦ୍ର ସୂର୍ଯ୍ୟ କହିବେ। କିନ୍ତୁ ଆଜି ସେ ମାଟି ଧାନ ଛଣପଟରେ ହସୁଛି। ସେ ଭୂଇଁ ଆଜି ମଣିଷର କୋଳାହଳରେ ଜିଇଁ ଉଠିଛି। ସେ ଦାଣ୍ଡରେ କେତେ ପିଲା ଖେଳି ଖେଳି ଯାଇଛନ୍ତି। ଶ୍ୟାମପ୍ରଧାନ ଆଉ ତାର ବାପ ଅଜା ସାତପୁରୁଷ। ବିରୂପା କୂଳରେ ଗାଁ ଓସେଇତିମାନଙ୍କର ଆନନ୍ଦ ହୁଳି ହୁଳି ବାଜି ଉଠିଛି। ଗାଁ ଭିତରେ କେତେ ମଲା ମଣିଷଙ୍କର ଚିତା ଜଳି ଉଠିଛି। ପ୍ରେତ କ୍ରିୟାରେ ଗାଧୋଇବାକୁ ଆସି କେତେ ବିଧବାଙ୍କର ବିକଳ କାନ୍ଦଣାରେ ବିରୂପା ଭିତରେ ଏଇ ଶୁଖିଲା ବାଲି ଲୁହରେ ଓଦା ହୋଇଯାଇଛି। କେତେ କାଳ ଧରି ତାହା କିଏ ଜାଣେ। ଶ୍ୟାମପ୍ରଧାନକୁ ଆମେ ନିକଟରେ ଛିଡ଼ା କରାଇ ଉପନ୍ୟାସିକ କଥାବସ୍ତୁ ଆରମ୍ଭ କରିଛନ୍ତି। ତାର ବାସସ୍ଥାନ ତାର ମାଟିର କୁଡ଼ିଆଟିଏ। ଔପନ୍ୟାସିକ ପ୍ରଧାନପଡ଼ାର ଚିତ୍ର ମାଧ୍ୟମରେ ଉତ୍କଳର ଜନପଦର ସ୍ୱାଭାବିକ ଚିତ୍ରକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି। ତେଣେ ମନ୍ଦାର ଗଛର ମୂଳର ମୁଗୁନି ପଥରର ମଙ୍ଗଳ ଦେବୀ ସତେ ଯେପରି ଗାଁର ସୁଖ ଦୁଃଖ ଭଲ ମନ୍ଦର ନିୟାମକ। ଗାଁ ଭିତରେ ପ୍ରଧାନ ଘରଟି ବେଶୀ ଜଣାଶୁଣା।
ମୁରବୀ ପଣିଆ ଯୋଗୁଁ ହିଁ ପଧାନପଡ଼ାରେ ଶାମ ଘରଟି ସମସ୍ତଙ୍କର ଆକର୍ଷଣ ଅଟେ। ଭାଗବତ ବୋଲି ଜାଣିବା ବ୍ୟତୀତ ଆଉ କିଛି ଶିକ୍ଷା ତାର ନାହିଁ। ତଥାପି ଗାଁର ସେ ମୁରବୀ କିଏ? ଶ୍ୟାମ ପ୍ରଧାନ ମୁରବୀ। ସେଟା ତଥାପି ସେ କିଛି ଜାଣିନି, କିନ୍ତୁ ସେ କ'ଣ ହେଇଛି? ଗାଁର ମୁରବୀଟେ। ଗାଁର ସକଳ ବିବାଦ ସେ ସମାଧାନ କରିଥାଏ। ଅନ୍ୟ ବିପଦରେ ସାହାଯ୍ୟ କରିବା ପାଇଁ ସେ ସତତ ପ୍ରସ୍ତୁତ ହୋଇଥାଏ। ସମସ୍ତେ ତାର କଥାରେ ଚାଲନ୍ତି। କଥା ତାର ବେଦର ଗାର ପରି ମାନନ୍ତି। ସ୍ୱାମୀ ଯେପରି ସ୍ତ୍ରୀ ସେହିପରି। ଲେଖକଙ୍କ ଭାଷାରେ ତାର ଘର କରଣାଟି ବି ଗାଁ ମାଇପଙ୍କ ଭିତରେ ପୁରୁଣା ପରି ବୋଲା ହୁଏ। ପ୍ରଧାନ ବୁଢ଼ୀ ଧନ୍ୟ କହିବଲ ତାକୁ। ସେଇ ଖଲୁରୀ ଘରଟି ଭିତରେ କେତେ ଘଡ଼ି, କେତେ କୁଞ୍ଚା, ହାଣ୍ଡି ମାଠିଆ ଘୁମ ସଜାଡ଼ି କରି ରଖିଛି। କାହିଁରେ ଖୁଦ ଗଣ୍ଡାଏ, କାହିଁରେ ମୁଗ, କାହିଁରେ ବିରି, କାହିଁରେ ସୋରିଷ। ସେଇଠି ଶୁକୁଟି ଗାଈ ବକଟକେ ଯାଏ ଦୁଧ ବା ଦେଉଛି। ସେଥିରୁ ସେ ଦହି ଗୋଳେଇ ଲହୁଣୀ ମାରି ଛୋଟ ଟେକିଟିରେ ଘିଅ ଟିକିଏ ଟିକିଏ ସାଇତି ରଖିଥିବ। କୁଳୁଆ ମୈତ୍ର ଭଲ ଲୋକ ମନ୍ଦ ଲୋକଙ୍କ ପାଇଁ। ଶ୍ୟାମ ପ୍ରଧାନର ଦୁଇ ପୁଅ, ଦୁଇ ପୁଅର ଦୁଇଟି ବୋହୂ। ଦି ବୋହୂଙ୍କ ଭିତରେ ସାନ ଉପରେ ବୁଢ଼ାର ନଜର ଟିକେ ବେଶୀ, କାରଣ ସେ ସାନ। ବୁଢ଼ା ବୋହୂର ଭିତରେ ତେଣୁ ଈର୍ଷାର ଉନ୍ମେଷ ଘଟେ। ସେ ଚାରୋଟି ପିଲାର ମା, ଯେଉଁଟା ହେଉଛି ଆମର ହେଉଛି ହାରମଣିର ହାର ବୋଉର ଚାରୋଟି ସନ୍ତାନ। ଗୋଟେ ହେଉଛି ହାରା, ଗୋଟେ ହେଲା ସୁନା, ଗୋଟେ ହେଲା ମୋତି, ଗୋଟେ ହେଉଛି ଦାମ। ଯେଉଁ 4 ଜଣ ଅଛନ୍ତି, ଏଇ 4 ହେଉଛନ୍ତି କାର? ହାର ବୋଉର ସନ୍ତାନ ଅଟନ୍ତି, ବଡ଼ ବୋଉର। ତେଣୁ ତା ଦୃଷ୍ଟିରେ ଶାଶୁ ଶ୍ୱଶୁର ସ୍ୱାମୀ ସମସ୍ତଙ୍କ ପାଖରେ ଗେଲବସର ହେବା ତାର ହକ ରହିଛି। ଶାଗ ପଟାଡ଼ି ଖଣ୍ଡ ବୁଢ଼ୀର ସଞ୍ଜ ସକାଳର ପୁରୁଣା ପୋଥି ଅଟେ। ବଡ଼ ବୋଉ ସମୟ ସ୍ରୋତରେ ଶାଶୁର ମୁରବୀ ପଣିଆଟାକୁ ହାତକୁ ଆଣିପାରିଛି। ସେ ଘରର ଗଲା ଅଇଲା ଦିଆ ନିଆ ସବୁ ବୁଝେ। ମୁରବୀ ପଣିଆ ବେଶ ଜାରି କରେ ସାନ ଯା ଉପରେ। ସାନ ବୋଉ ଶାଶୁକୁ କଥା କହେ ନାହିଁ, ଚୁ ମାରେ। ସବୁ କଥା ସେ ତୁନି ତୁନି ଶୁଣେ। ବଡ଼ ବୋଉ ସାନ ବୋଉ ଉପରେ ମୁରବୀ ପଣିଆ କରିବାକୁ ଚାହେଁ। ସେ ଚାହେଁ କି ସାନ ବୋଉ ତାରି ପରି ପରିଶ୍ରମ କରୁ, କିନ୍ତୁ ସାନ ବୋଉ ସେଥିପାଇଁ ତତ୍ପର ନ ହେବା ଦେଖି ସେ କ୍ରୋଧରେ ଜଳି ଉଠେ। ତାର କ୍ରୋଧ ଜର୍ଜର କଥା, ପ୍ରଧାନ ବୁଢ଼ୀର ଭାଷାରେ ଘର ଭଙ୍ଗା କଥା। ସାନ ବୋଉ ସର୍ବରାକାରର ଝିଅ, ତେଣୁ ଗୋଟିଏ ବୋଲି ଝିଅ ଟିକିଏ ଗେଲବସର ହୋଇ ବଢ଼ିଛି। ଶାଶୁ ଘରକୁ ଆସିଲା ବେଳେ ଯେତେକ ଜିନିଷ ଆଣିଥିଲା, ସାଇ ପଡ଼ିଶା ସମସ୍ତେ ଦେଖି ଆଖି ଖୋସି ଦେଲେ। ଝିଅମାନେ ବାପଘର ଉପରେ ରାଗିଲେ, ବୋହୂମାନେ ମନେ ମନେ ବଡ଼ ଲାଜ ପାଇଲେ। ଶାଶୁମାନେ ବୋହୂଙ୍କୁ ଆକଟ କଲାବେଳେ ତାରି କଥାକୁ ଉଲୁଗୁଣୁ ଦେଇ କହିଲେ, କି ଲୋ, ନିଅସି ଘର ଝିଅ କ'ଣ ପ୍ରଧାନ ଘର ବୋଉ ପରି ଖଡ଼ୁ ପାହୁଡ଼ ନୋଥ ଅଣକା ଆଣି ମୋ ଘର ଯାକ ଭରତି କରି ଦେଇଛୁ କି? ଏତେ ବଡ଼େଇ କରିଛୁ? ସାନ ବୋଉ ନେତ୍ରମଣି ବଡ଼ ବୋହୂର ଅନ୍ତରର କଥାକୁ ଜାଣେ। ଶାଶୁ ଟିକିଏ ଦୂରେଇ ଗଲେ ଦେଖେଇ କୁହେ, ମଲାରେ କେତେ ବିଚାର ମୋ ନାଁରେ ପଡ଼ୁଛି। କାହିଁ, ମୁଁ କ'ଣ କାହାର ଖାଏ ନା ଧାରେ? ମୋରି ଉପରେ ଚଟୁ ଚଳେଇବାକୁ ସମସ୍ତେ ସବୁବେଳେ ଚାହିଁ ବସିଛନ୍ତି କି ଆମ? ତେଣୁ ବଡ଼ ବୋଉ ଶାଶୁକୁ ଡାକି ଆଣି କୁହେ, କି ଆସିବଟି, ତୁମ ଗୁଣର ବୋହୂ ପରା ମାଛିକି ମ ବୋଲି କହେ ନାହିଁ। ବୁଢ଼ୀ ଆସି ସାନ ବୋହୂକୁ ଆକଟ ଦିଏ। ଏହିପରି ଭାବରେ ପ୍ରଧାନ ଘରର ବୋହୂ ଓ ଶାଶୁ ଜୀବନ ନାଟିକାଟି ଗତିଶୀଳ ହୁଏ। ଦି ବୋହୂ ପ୍ରଧାନ ଓ ପ୍ରଧାନ ବୁଢ଼ୀର କଥା କହିଲା ବେଳେ ଉପନ୍ୟାସିକ ଆମକୁ କହିଛନ୍ତି ତାର ସାନ ପୁଅ 6 କଡ଼ିର କଥା। 6 କଡ଼ି କାନ୍ଧରେ ପାକଲା ଗାମୁଛା, କାନରେ ଦକ୍ଷିଣୀ ନୋଳି, ଦାନ୍ତରେ ସୁନାଖିଲ, କାଖରେ ବଟୁଆ। କଲିକତା ଫେରନ୍ତା ସାଥୀମାନଙ୍କ ସହ ଯାତ୍ରା ମେଲଣ ଦେଖେ। ଘରକୁ ଫେରେ ଠିକ୍ ଖାଇବା ବେଳକୁ। ଖାଇବାକୁ ଦେବାରେ ବିଳମ୍ବ ହେଲେ ଉତ୍ପାତ କରେ। ହେଲେ ବାପା ମାଙ୍କ ଦୃଷ୍ଟିରେ ଚଗଲାଟାଏ ସେ। ଓକେ, ତେଣୁ ଦିନକର କଥା। ସୁନା ଯୋଡ଼ି ମେଲଣରୁ 6 କଡ଼ି ଫେରିଛି ରାତି ଅଧରୁ। ବଡ଼ ଭାଇର ପିଲାମାନେ କିନ୍ତୁ ଚେଇଁ ବସିଥିଲେ। ତାଙ୍କ ପାଇଁ ଦାଦି ଯାତ୍ରାରୁ କିଛି ଆଣିବେ। 6 କଡ଼ି ସେମାନଙ୍କୁ ନିରାଶ କରିନି। ସେମାନଙ୍କ ପାଇଁ ଆଣିଛି କୋରା ଖଇ। ସେତକ ପାଇ ପିଲାମାନେ ଶାନ୍ତି ହୁଅନ୍ତି। ସବା ସାନ ପୁଅ ପାଇଲା କଣ୍ଢେଇଟିଏ, କିଏ ପାଇଲା ବେଙ୍ଗି ବାଇଦ, କିଏ ପେଁକାଳି। 6 କଡ଼ିର ଇଚ୍ଛା କି ସାଙ୍ଗମାନଙ୍କ ସହିତ ସେ ବି ଯିବ କଲିକତା, କିନ୍ତୁ ବାପ ତାକୁ ଛାଡ଼ିବାକୁ ନାରାଜ। କାହିଁକି ରେ, ଗାଁ ମାଟି କ'ଣ ଗନ୍ଧେଇଲାଣି କି? ବାପ ତେଲ ବିନା ନଣ୍ଡା ନା ପୁଅ ବୁଲେଇବ ମେଣ୍ଟି ରଖୁଛି। ବାପ ଅଜା ସାତପୁରୁଷର ଏଇଥିରେ ଗଲେଣି। ଆଜି ତୁ ବାକି ଗୁଡ଼ାକ ବେଶୀ ରୋଜଗାର କରି ପଥର ଚାନ୍ଦିନୀ କରିବୁ। ନେତ୍ରମଣି ଶାଶୁ ଶ୍ୱଶୁର ହାରାବଉକୁ ଯାହା କହି ନ ପାରେ, ନିଝୁମ ରାତିରେ ସ୍ୱାମୀକୁ ତାହା କହେ। ତାହାର ମାନ ଭାଙ୍ଗିବାକୁ ଯାଇ 6 କଡ଼ି ତାକୁ କହେ, ତାକୁ କେହି କହିଲେ ସିଏ ବି ଜବାବ ଦେଇପାରିବ। ନେତ୍ରମଣିର ଭିତରେ ଯୌଥ ପରିବାର ଆଦର୍ଶ ନଥିଲା ହେଲା। ନେତ୍ରମଣି ଚାହୁଁଥିଲା କି ସେ ସ୍ୱାମୀକୁ ନେଇକି ଅଲଗା ଭାବରେ ରହିବ। ସେ ହାରା ବୋଉ ବରଜୁ ସହିତ ଏବଂ ତାର ପିଲାମାନଙ୍କ ସହିତ ଗୋଟେ ଯୌଥ ପରିବାର ରହିବା ପାଇଁ, ସେ ଏକାଠି ରହିବା ପାଇଁ ସେ କେବେ ଇଚ୍ଛା କରେ ନାହିଁ।
ତେଣୁ ସେ ଚାହେଁ କି ସଂସାର କହିଲେ ତାର ସ୍ୱାମୀ ଆଉ କେହି ନୁହେଁ। ତେଣୁ ସେ ଯେତେବେଳେ ଦେଖିଛି 6 କଡ଼ି ଯାତ୍ରାରୁ ବରଜୁର ପିଲାମାନଙ୍କ ପାଇଁ ନାନା ଜିନିଷ କିଣି ଆଣି ଦେଇଛି, ସେତେବେଳେ ସତେ ଯେପରି ତାର ଛାତି ଫାଟି ଯାଇଛି। ତାକୁ ସନ୍ତୁଷ୍ଟ କରିବା ପାଇଁ 6 କଡ଼ି କୁହେ ଯେ ପିଲାମାନଙ୍କ ପାଇଁ ଯାତ୍ରାରୁ ଜିନିଷ ଆଣିବା ପାଇଁ ବାପା ପଇସା ଦେଇଥିଲେ। ବରଜୁ ରକ୍ତରେ ଶ୍ୟାମପଦ୍ଧନ ଯେଉଁ ରକ୍ତଧାରା ପ୍ରବାହିତ, ସେଇ ଧାରା 6 କଡ଼ି ଶିରାର ପ୍ରବାହ। ତେଣୁ ଯେତେ ପର ବୋଲି ସେ ତାକୁ ବିଚାରିଲେ ବି କେଜାଣି କାହିଁ ମନଟା ତାର ଛଟପଟ ହୁଏ ପିଲା ଗୁଡ଼ାକ ପାଇଁ। ତେଣୁ ସେଥିପାଇଁ ଘରଣୀକୁ ଲୁଚେଇ ଲୁଚେଇ ତାକୁ ଟିକେ ଗେଲ କରିଦିଏ, କାଖେଇ ପକାଏ, କୋଡ଼ଟାଏ କି କଣ୍ଢେଇଟା ଆଣିଦିଏ, ଲୁଚେଇ ଲୁଚେଇ ହାତ ତାଙ୍କ ହାତରେ ଦିଏ, ସାବଧାନ କରିଦିଏ କି ଖୁଡ଼ି ଆଗରେ କହିଲେ ଆଉ ଦେବି ନାହିଁ ବୋଲି। ଜନ୍ମ ହେଲେ ମୃତ୍ୟୁ ଅବଶ୍ୟ ଭାବି ଶ୍ୟାମପଧାନ ସ୍ତ୍ରୀ ସୁଜନ ବୃନ୍ତରୁ ଝରି ପଡ଼ିଲା। ପ୍ରଧାନ ବୁଢ଼ାକୁ ବି ବୁଝିବାକୁ ବିଳମ୍ବ ହେଲା ନାହିଁ ଯେ ତାର ବି ସମୟ ଆସିଯାଉଛି। ସେ ତେଣୁ ଚାହିଁ ପୃଥିବୀ ବିଦାୟ ନେବା ବେଳେ ପୁଅମାନେ ଯେପରି ପାଖରେ ଥିବେ, ସେତେବେଳେ ବରଜୁ ଦି ଜାଗାଏ ଗୁମସ୍ତା କାମ ସାରି ବନ୍ଦୋବସ୍ତ ଅମିନ ନେଇ ସାରିଥାଏ। ପ୍ରଧାନ ବୁଢ଼ା ବରଜୁକୁ ତେଣୁ କହିଛି, ଦରକାର କ'ଣ? ଆମେ ଅପଳକ ଲୋକ, ଆମର ଏତେ ଆଡ଼ମ୍ବର କାହିଁକି? ମାଟି ତାଡ଼ି ତାଡ଼ି ବାପ ଅଜା 7 ପୁରୁଷ ଗଲେଣି, ଲଙ୍ଗଳ ମୁଣ୍ଡା ଛାଡ଼ି କଲମ ଧରିଲେ ଆମେ କେଉଁ ସ୍ୱର୍ଗକୁ ଉଠିଯିବୁ କି? ବରଜୁ ଅନୁଭବ କରିଥିଲା କି ଜଣକର ନୋକରି କରି ଆଉ ଜଣକ ମୁଣ୍ଡରେ ଗୋଡ଼ ଥୋଇବା ଅଲାଜୁକ ପଣିଆ, କିନ୍ତୁ ଚାକିରି ଛାଡ଼ିଦେଲେ ମଝିରେ ମଝିରେ ଯେଉଁ ପାଏ ଗୁଣ୍ଡେ ଖରିଦ ହେଉଛି ତା ଆଉ ସମ୍ଭବ ହେବ ନାହିଁ। ପ୍ରଧାନ ବୁଢ଼ା କିନ୍ତୁ ଭାବେ ଧନ ସଞ୍ଚିବାଟା ପାଗଳାମି, ତା ଦୃଷ୍ଟିରେ ତାହା ପାପ ମଧ୍ୟ, ତାହା ମହା ଅପରାଧ। ବରଜୁ ଜାଣେ କି ଦରମା ବ୍ୟତୀତ ଗୋଟିଏ ପଇସା ଅଧିକ ସେ କାହାଠାରୁ ନିଏ ନାହିଁ। ପ୍ରଧାନ ବୁଢ଼ାର ଦୃଷ୍ଟିକୋଣ କିନ୍ତୁ ସମ୍ପୂର୍ଣ୍ଣ ପୃଥକ। ସେ ଜାଣେ କି ଗରିବର ଝାଳବୁହା ଧନରୁ ହିଁ ଏସବୁ କିଛି ହେଉଛି। ସେଇ ପଇସା ହିଁ ଆସୁଛି କୋଉଠୁ? ହାକିମ ପାଖକୁ, ତାହେଲେ ସିଫେଇ ପାଖକୁ, ଓକିଲ ପାଖକୁ, ଜମିଦାର ପାଖକୁ। ପୁଅର ଅଭିମାନ ମନରେ ଅଲିଭାର ରେଖା ଟାଣିବା ପାଇଁ ପ୍ରଧାନ ବୁଢ଼ା ତାକୁ ହସି ହସି କହିଛି, ଧନ ସମ୍ପତ୍ତିରେ ସବୁ କିଣା ହୁଏ ରେ ବାପ, ପୁଣ୍ୟ କିଣା ହୁଏ ନାହିଁ। ଏଇଟା ଭଲ କହୁଛ ମନ। ତାହେଲେ ଧନ ସମ୍ପତ୍ତିରେ ସବୁ କିଣା ହୁଏ ରେ ବାପ, ପୁଣ୍ୟ କିଣା ହୁଏ ନାହିଁ। ଟଙ୍କା ଦେଇ ଟିକିଟ କିଣି କରି ବୈକୁଣ୍ଠକୁ ଯିବାର ଉପାୟ ନାହିଁ। ପୁଣ୍ୟ କିଣେ ଖାଲି ମଣିଷ ପଣିଆରେ ବାପ। ଯେଉଁଠି ଯେତେ ମଣିଷ ପଣିଆ କମତି, ସେଠି ପାପ ସେତିକି ବେଶୀ। ତାନେ ଯେଉଁଠି ମଣିଷ ପଣିଆ ନାହିଁ, ସେଠିରେ ପାପ ଅଧିକ ସେଠି ଥାଏ। ତେଣୁ ଏଇଠି ବରଜୁ ବାପର କଥାର ମହତ୍ଵ ଉପଲବ୍ଧି କରିଛି। ତେଣୁ ସେ ଦେଖି ଆସିଛି କି ଚାକିରି ଜୀବନରେ ମଣିଷ ପଣିଆ ନିଶେଷ ହୋଇଯାଏ। ମଣିଷ ଭିତରେ ପିଶାଚ ଚନ୍ଦ୍ରକୁ ରାହୁ ଗ୍ରାସ କଲା ପରି ଚାହୁଁ ଚାହୁଁ ଗିଳିଯାଏ। ତେଣୁ ସେ ଠିକ୍ କଲା, ଚାକିରି କରିବ ନାହିଁ। ତେଣୁ 7 ପୁରୁଷର ମାଟି ତଡ଼ା ତାର ବେଉସା ହେଇଗଲା। ତେଣୁ ସେ ବରଜୁ କ'ଣ କଲା, ଆଉ ଚାକିରି କରିବାକୁ ଗଲା ନାହିଁ। ତେଣୁ ଏ ବିଲରେ କାମ କଲା ମାଟିରେ। ତେଣୁ ପ୍ରଧାନ ବୁଢ଼ା ମରିବାର 1 ବର୍ଷ ନ ହେଉଣରୁ ବୁଢ଼ା ପାଇଁ ଆସିଲା ତଲବ। ବରଜୁ କହିଥିଲା ଯେ, ତମେ ତ ଯୋଡ଼ିଏ ଭାଇ, ବିଲ ମଝିରେ ହିଡ଼ ନ ପଡ଼େ କି ଘର ମଝିରେ ପାଚେରୀ ନ ଉଠେ, ଏଥିପାଇଁ ତୁ ଜଗିଥିବୁ। ବରଜୁର ପିଲାମାନେ ମାର କଥାରେ ପଡ଼ି ବୁଢ଼ାକୁ ପଚାରିଲେ, ତାଙ୍କ ପାଇଁ କେଉଁଠି କ'ଣ ରଖିଛନ୍ତି? ବଡ଼ ନାତୁଣୀ ହାରା ବି ସେଇ ପ୍ରଶ୍ନ କରିଥିଲା କି ବୁଢ଼ା କିନ୍ତୁ ମୁରୁକି ମୁରୁକି ହସି କହିଲା, ତାଙ୍କ ପାଇଁ ସେ ରଖିଦେଇ ଯାଉଛି ଧର୍ମ। ପ୍ରଧାନ ବୁଢ଼ାର ମୃତ୍ୟୁରେ ସମଗ୍ର ଗାଁ ସତେ ଯେପରି ମୁରବିଶୂନ୍ୟ ହୋଇଗଲା। ଲୋକଙ୍କର ବିଶ୍ୱାସ ଥିଲା କି ବରଜୁ ଶ୍ୟାମପଧାନ ନାଁ ରଖିବ। ବରଜୁର କଥା କହିବା ବେଳେ ବରଜୁର ଘରଣୀ କଥା ଉପନ୍ୟାସିକ ଦେଖେଇଛନ୍ତି। ଏଠିରେ ଆସି ଆମେ ନେତ୍ରମଣି ହାରା ବୋଉ କିପରି ଲୋକ, ନାରୀଟିଏ, ତା ବିଷୟରେ ଉପନ୍ୟାସିକ କହିଛନ୍ତି। ଓକେ, ତାହେଲେ ଘର କାମ ବରଜୁର ଘରଣୀ ହେଉଛନ୍ତି ହାରା ବୋଉ। ବରଜୁର କଥା କହିଲା ବେଳେ ଆମେ ଦେଖିବା ପାଇବା କି ହାରା ବୋଉ ଘର କାମ ସାରି ରାତିରେ ସ୍ୱାମୀର ଗୋଡ଼ ମୋଡ଼ିଲା ବେଳେ ସାନ ବୋଉ ଦିଅର ବିରୁଦ୍ଧରେ କୁହେ, ବାର ଦୁଆର ସୁଣ୍ଡିପିଟା ହୋଇ ଖାଲି 2 ଓଳି 2 ବକତ ଖାଇବା ବେଳକୁ ଆସିବୁ, ତା ଉପରେ ମୋତେ ପୁଣି କହିବୁ ଖାନିକି ମାଇପୁଟାଏ। ସେ କୁଟା ଖଣ୍ଡକ 2 ଖଣ୍ଡ କରିବ ନାହିଁ। ଚାଉଳ କେମିତି ଚୁଲି ମୁଣ୍ଡକୁ ଆସେ ଜାଣିବ ନାହିଁ। ଖାଲି କଥା କହିଲା ବେଳକୁ ଘଇତା ମାଇପ ବାଘ ପରି ମିଶି ଆସିବ। ହେଲା, ସେ କହିବ ରାଣ୍ଡା ଆଣ୍ଠୁକୁଡ଼ି, ଏ କହିବ ଖାନିକି। ଭଲରେ ମୁଁ କ'ଣ ଛତର ଖାଇ ପତର ଗୋଟେଇ ହୋଇଛି କି? ମୋର କ'ଣ କେହି ନାହାନ୍ତି କି? ହାରା ବୋଉର ଏକଥା କିନ୍ତୁ ବରଜୁର କାନରେ ପଶେ ନାହିଁ। ଯେତେବେଳକୁ ସେ ନିଦରେ ଘୁଙ୍ଗୁଡ଼ି ମାରୁଥାଏ, କାନ୍ଥ ପାଖରେ କାନ ପାରି ସାନ ବୋଉ ନେତ୍ରମଣି ସବୁ ଶୁଣୁଥାଏ। 6 କଡ଼ି କୁହେ, ବଡ଼ ଭାଇ ହେଉଥିଲ ପରା, ଏବେ ଶୁଣ ଆସି। ମାଇପଟା ତାଙ୍କର ନ ହୋଇ ତମର କ'ଣ ହେବ? ମାଇପ କେତେ ସତ ମିଛ କରି ଲଗେଇ କହୁଛି, ଘଇତା ସେଥିରେ ପୁଣି କେମିତି କହୁଛି। ଖାଲି ଘର ପାଇଟି, ସେ ସବୁ କରିବନି, ଖାଲି ବସି କରି ଗୋଟେ ମଣିଷ ଖାଇବ କି? ବସେଇ
ଏ ମୋତେ ଖାଇବାକୁ ଦେଉଛି, ଧାନ ଉଁଶୁଆ ଉଠୁ ଭାତ ରନ୍ଧା ଭାତ ବଢ଼ା କିଏ ସବୁ କରେ ମ, ଏଥର ମୋର ଗରଜ ବଢ଼ିଛି କେମିତି ରାନ୍ଧିବ ବାଢ଼ି କରି ଦେଉ ରାଣ୍ଡି। ତେଣୁ ଘର ଭିତରେ ଏମିତି ଶୀତଳ ଯୁଦ୍ଧ ଦୁଇଟି ବୋହୂକୁ ନେଇକି କେନ୍ଦ୍ର କରି ସୃଷ୍ଟି ହୁଏ। ପ୍ରଧାନ ବୁଢ଼ାର ମୃତ୍ୟୁ ପରେ ପୁଣି ହରିମିଶ୍ରଙ୍କର କୁଦୃଷ୍ଟି ପଡ଼ିଛି ଏ ଘର ଉପରେ, ଯିଏକି ଏଇ ଉପନ୍ୟାସର ଯେ ଖଳ ଚରିତ୍ର ଯିଏକି ହେଉଛି ହରିମିଶ୍ର। କାରଣ ପ୍ରଧାନ ବୁଢ଼ା ଥିଲା ପରେ ହରିମିଶ୍ର ଘରକୁ ଆଖି ଉଠେଇକି ଚାହିଁପାରେ ନାହିଁ, କିନ୍ତୁ ଯେତେବେଳେ ପ୍ରଧାନ ବୁଢ଼ା ଯେତେବେଳେ ମୃତ୍ୟୁ ହୋଇଯାଇଛି ହରିମିଶ୍ର ଏଇ ଦୁଇ ଭାଇ ମଧ୍ୟରେ ଫାଟ ସୃଷ୍ଟି କରିଛି, ତାର ବରଜୁ ଏବଂ ଛକଡ଼ି ମଧ୍ୟରେ। ଛକଡ଼ି ଭାଇନା ନିଦା ଘରଣୀ ଠାରୁ ଶୁଣେ, କିନ୍ତୁ ମୁହଁ ଫିଟାଇ ଭାଇ ଆଗରେ କିଛି କହିପାରେ ନାହିଁ। ଛକଡ଼ିର ମନରେ ବଡ଼ ଭାଇ ବିରୋଧରେ ବିଷ ସଞ୍ଚାର ପାଇଁ ବାହାରେ ହରିମିଶ୍ର ଓ ଘରେ ନେତ୍ରମଣି ଉଦ୍ୟମ ଅବ୍ୟାହତ ଥାଏ। ଛକଡ଼ିର ମନରେ ବି ବେଳେବେଳେ ଭାଇଠାରୁ ଅଲଗା ହୋଇଯିବା ପାଇଁ ଚିନ୍ତାର ଉନ୍ମେଷ ଘଟ, କିନ୍ତୁ କିଛି କରିପାରେ ନାହିଁ ଛକଡ଼ି। ଛକଡ଼ିକୁ ଅନେକ କଥା କୁହେ ନେତ୍ରମଣି ଭାଇ ଭାଉଜ ବିରୋଧରେ, ଠିକ୍ ସେହିପରି ବରଜୁକୁ ବି ହାରା ବୋଉ ଛକଡ଼ି ଓ ନେତ୍ରମଣି ବିରୋଧରେ କହିବାରେ ବି ଉଣା ନୁହେଁ। ଛକଡ଼ି ନେତ୍ରମଣି ଦ୍ୱାରା କ୍ରମେ ପ୍ରଭାବିତ ହୋଇ ଆସିଛି, କିନ୍ତୁ ବରଜୁର ବ୍ୟକ୍ତିତ୍ୱ ନିକଟରେ ହାରା ବୋଉ ନିଷ୍ପ୍ରଭ ହୋଇଯାଇଛି, କିଛି କରିପାରିନି ହାରା ବୋଉ। ତେଣୁ ଏ ପାଖରେ ବରଜୁ ନିଜ ସ୍ତ୍ରୀକୁ ନିଜ ଆଦର୍ଶରେ ଗଢ଼ିବାର ସ୍ୱପ୍ନ ଦେଖିଥିଲା ବେଳେ ସେ ପାଖରେ ନେତ୍ରମଣି ଛକଡ଼ିକୁ ଭାଇଠାରୁ ଅଲଗା କରିବା ପାଇଁ ସତତ ଚେଷ୍ଟା କରେ। ବରଜୁ ଭରି ବ୍ୟକ୍ତିତ୍ୱ ଛକଡ଼ିର ନାହିଁ। ମନ ତାର ଭାଇ ଭାଉଜ ଏବଂ ସେମାନଙ୍କର ପିଲାଠାରୁ କ୍ରମେ ଦୂରକୁ ଦୂରକୁ ଚାଲି ଯାଉଥିଲା। ବରଜୁର ବଡ଼ ଝିଅର ବାହାଘର ହେଲା କାର ହାରାମଣିର ସାନ ବୋହୂ ପାଇଁ ଯେଉଁ ଲୁଗାଟା କିଣା ହୋଇଥିଲା ତା ସାନ ବୋହୂକୁ ପସନ୍ଦ ହୋଇନଥିଲା, ଆଉ ତାର ସୁଯୋଗ ନେଇ ଶରଦୀ ବୋହୂ ସାନ ବୋହୂ ଭିତରେ ବିଦ୍ରୋହ ସୃଷ୍ଟି କରିଛି ହେଲା। ଗାଁର ଚୌକିଦାର ପ୍ରେସିଡେଣ୍ଟ ହେବା ପାଇଁ ହରିମିଶ୍ରଙ୍କୁ ଅନେକ ଖର୍ଚ୍ଚ କରିବାକୁ ପଡ଼ିଥିଲା, କିନ୍ତୁ ଯେଉଁ ଲାଭ ଆଶାର ହରିମିଶ୍ର ଏପରି ଖର୍ଚ୍ଚ କରିଥିଲେ ବରଜୁ ପାଇଁ ସେ ଲାଭ ସମ୍ଭବ ହୋଇନଥିଲା। ବରଜୁକୁ ଗାଁ ଭିତରେ ଏବେ ଆଖପାଖ ଗାଁରେ ଲୋକେ ମାନନ୍ତି। ସବୁ ବିବାଦ ତେଣୁ ସେ ଆପୋଷରେ ମେଣ୍ଟାଇ ଦିଅନ୍ତି, କିଛି ଟଙ୍କା ନିଅନ୍ତିନି। ହରିମିଶ୍ର କ'ଣ କରନ୍ତି, କୌଣସି ବାଦ କାର କେଉଁଠି ଗଣ୍ଡଗୋଳ ହେଲା କି ମାରପିଟ ହେଲା କି କଳି କଜିଆ ହେଲା, ହରିମିଶ୍ର କ'ଣ କରନ୍ତି ଟଙ୍କା ନେଇକି ମେଣ୍ଟାନ୍ତି, କିନ୍ତୁ ବରଜୁ କ'ଣ କରେ କିଛି ଟଙ୍କା ନ ଦେଇ ତାଙ୍କର ଆପୋଷ ମଧ୍ୟରେ ସଲାସୁତୁରା କରିଦିଅନ୍ତି। ଓକେ, ତେଣୁ ବରଜୁ ଗାଁ ଭିତରେ ଆଖପାଖ ଗାଁରେ ଲୋକେ ମାନନ୍ତି, ସବୁ ବିବାଦରେ ସେ ଆପୋଷରେ ମେଣ୍ଟାଇ ଦିଏ। ମିଶ୍ରଙ୍କ ପାଖକୁ କେହି ଆସନ୍ତି ନାହିଁ, କାରଣ ମିଶ୍ର ପାଖକୁ ଗଲେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ତେଣୁ ମକଦ୍ଦମା ତଦନ୍ତରେ ଏକ ପକ୍ଷରୁ ଚାରଣା ପାଇଁ ତା ଚାରିଅଣାରେ ଆର ପାଖକୁ ଆଠଣା ପାଇଁ ଆଠଣା ରିପୋର୍ଟରେ ଲେଖିବାର ସୁବିଧା ସବୁଠାରେ ଜୁଟିଲା ନାହିଁ। ଲୋକଙ୍କର ଆଖି ଫିଟିଗଲା। ବରଜୁ ପ୍ରଧାନ ସେଥିପାଇଁ ସବୁଠାରୁ ବେଶୀ ଦାୟୀ। ମିଶ୍ରେ ଏମିତି ଗୋଟେ ଦିଟା ମକଦ୍ଦମାରେ ଦୁଇ ଆଡ଼ ହାତ ବୁଲାଇବାର ଯୋଗାଡ଼ କଲାବେଳେ ବରଜୁ ପ୍ରଧାନ ମଝିରେ ପଶି ଆପୋଷରେ ମାମଲା ତକ ଭାଙ୍ଗିଦିଏ। ଏ କଥା ମିଶ୍ରେ କହନ୍ତି, ଯାହା ଜାତିରେ ଚଷା ଟୋକଟାଏ ବାପ ନା ପଚାରିଲେ ଆସିବ ନାହିଁ, ତାର ବହପ ଦେଖ। ହରିମିଶ୍ର ଭିତରେ ପଶୁ ପ୍ରବୃତ୍ତି ହିଂସା ପାଇଁ ଅପେକ୍ଷା କରିଥିଲା। ସମୟ ସୁବିଧା ସୁଯୋଗକୁ ସେ ସଦାସର୍ବଦା ଛକଡ଼ିର ବରଜୁ ବିରୋଧରେ ଉତ୍ତେଜିତ କରିବା ପାଇଁ ଚେଷ୍ଟିତ। ହରିମିଶ୍ରଙ୍କ ଭାଗ୍ୟକୁ ଛକଡ଼ିର ମନକୁ ବିଷାକ୍ତ କରିଦେଇଥିଲା ଏଇ ନେତ୍ରମଣି। ମିଶ୍ର ଯେତେବେଳେ ଜାଣିପାରିଲେ କି ବରଜୁ ଠାରୁ ଅଲଗା ହେବା ପାଇଁ ଛକଡ଼ି ମନରେ ଇଚ୍ଛା ଜାଗ୍ରତ ହେଲାଣି, ସେତେବେଳେ ମନେ ମନେ ଉତ୍ଫୁଲ୍ଲିତ ହୋଇ ଉଠିଛି ହରିମିଶ୍ର। ବରଜୁ ଲକ୍ଷ୍ୟ କରିଛି କି ଘର ଭିତରେ କ୍ରମେ ଅଶାନ୍ତି ସୃଷ୍ଟି ହେଲାଣି ହେଲା। ତେଣୁ ଅଲଗା ହେବା କଥା ଚିନ୍ତା କଲାବେଳେ ବରଜୁର ମନେ ପଡ଼େ ଏଇ ଛକଡ଼ିକୁ ପିଲାଦିନେ କାଖରେ ଘେନି ବୁଲୁଥିଲା, ଅବୁଝା ହେଲେ ବୁଝାଇ ଦେଉଥିଲା। ପୁଣି ମନେ ପଡ଼େ ମୃତ୍ୟୁର ପୂର୍ବରୁ ବାପର କଥା, ଘର ଭିତରେ ଯେପରି ପାଚେରୀ ନ ଉଠେ କି ବିଲ ମଝିରେ ଯେପରି ହିଡ଼ ନ ପଡ଼େ। ବରଜୁ ଭାବିଛି ଏକା ହାରା ବୋଉ ଭଲ ହେଲେ ସବୁ ମେଣ୍ଟି ଯିବ। ବରଜୁ ଜାଣିଛି କି ଦି ବୋହୂର ଇଚ୍ଛା ପରସ୍ପର ଠାରୁ ଅଲଗା ହୋଇଯିବାକୁ। ନେତ୍ରମଣି ଚାହୁଁଛି ଅଲଗା ହେଇଯିବ, ହାରା ବୋଉ ଚାହୁଁଛି ବି ସେ ଅଲଗା ହୋଇଯିବ, କିନ୍ତୁ ସେ ଏକ ଭିନ୍ନ ମଣିଷ। କିଏ ବରଜୁ? ସେ ଚାହେଁ କି ହାରା ବୋଉର ମନର ପରିବର୍ତ୍ତନ, କିନ୍ତୁ ହାରା ବୋଉ ଯେତେବେଳେ ଟାଣ କରି କହିଛି କଳି କେବେ ତୁଟିବ ନାହିଁ, ସେତେବେଳେ ବରଜୁ ଧୀରେ ଧୀରେ ଘରୁ ବାହାରି ଯାଇଛି। ବରଜୁର ଉପସ୍ଥିତିରେ ବି ଯେତେବେଳେ ସାନ ବୋଉ ବଡ଼ ବୋଉ ଭିତରେ ଅଶାଳୀନ ଭାଷାରେ କଜିଆ ଲାଗେ, ସେତେବେଳେ ବରଜୁ ଘରୁ ବାହାରି ଯାଏ। ଦିନେ ଏହିପରି ବାହାରି ଗଲା, ଆଉ ଫେରିଲା ନାହିଁ। କ'ଣ ହେଇଛି, ବରଜୁର ଘରେ ଉପସ୍ଥିତ ଥିବା ସମୟରେ ହାରା ବୋଉ ଆଉ ନେତ୍ରମଣି ଏ ଦୁଇ ଜଣ କ'ଣ ହୋଇଛନ୍ତି, ଅଶାଳୀନ ଭାଷାରେ କଜିଆ ଲାଗିଛନ୍ତି। ଯାହାଫଳରେ ବରଜୁ କ'ଣ କରିଛି, ଦିନେ କ'ଣ କରିଛି ଘର ଛାଡ଼ିକି ପଳେଇ ଯାଇଛି ହେଲା। ଆଉ ସେ କିଛି ଦିନ ପର୍ଯ୍ୟନ୍ତ
ଆଉ 5 ଦିନ କଟିଗଲା, 5 ଦିନ ହେଇଗଲା, ବରଜୁ କ'ଣ କଲା ଆଉ ଘରକୁ ଫେରିଲା ନାହିଁ। ହାରା ବୋଉ ମନରେ ଦୁର୍ବଳତା ସୁଯୋଗ ନେଇ ଗୁଣି ଗାରେଡ଼ି ପାଇଁ ସରଦୀପ ଖରଚ ନେଇଯାଇଛି ହେଲା। 6 କୋଟି କରିଛି ମାନେ ସରଦୀ ବୋଉକୁ ଦେଇଛି କିଛି ପଇସା। ହାରା ବୋଉ ଦେଇଛି କି ଗୁଣି ଗାରେଡ଼ି କରିକି ବରଜୁକୁ ଫେରେଇ ଆଣିବା ପାଇଁ କେଉଁଠୁ ଅଛି। ଓକେ, ୟା ପରେ କ'ଣ ହେଇଛି, 6 କୋଟି ଗାଁରେ ଗୋଟେ ଦୋକାନ କରିଛି। ତେଣୁ 6 କୋଟି ବିଚରା କାଦୁଅ ପଙ୍କ ହୋଇପାରେ ନାହିଁ, ସେଥିପାଇଁ ଦୋକାନୀ ଖଣ୍ଡିଆ କଲା। କାରଣ 6 କୋଟି ଚାଷ କାର୍ଯ୍ୟ କରିପାରେ ନାହିଁ, ବରଜୁ ସବୁ ଚାଷ କାର୍ଯ୍ୟ କରେ, ସେଥିପାଇଁ 6 କୋଟି ଆଉ କିଛି ଉପାୟ ନ କରି ଗାଁର ଗୋଟିଏ ଦୋକାନଟିଏ ତେଜରାତି ଦୋକାନଟିଏ କଲା। ବରଜୁ ମାସକୁ ମାସ ତା ହାତ ଖର୍ଚ୍ଚ କିଛି ଟଙ୍କା ଦିଏ। ଦୋକାନ ଖଣ୍ଡିଏ କରିବ ବୋଲି ଜାଣିବାରୁ କିଛି ଟଙ୍କା ମଧ୍ୟ 6 କୋଟିକୁ ଦେଇଛି ବରଜୁ। କିଛି କାମ ନ କରି ଯାହା ଘରେ ଖାଲି ଖାଲି ବସିଛି, ଏମିତି ଗୋଟେ କିଛି କଲେ କରୁ। 6 କୋଟି ବଡ଼ ଭାଇଠାରୁ ଯାହା ଟଙ୍କା ପାଇଲା ସେଥିରେ ନେତ୍ରମଣିର ଗୋଟେ ପାହୁଡ଼ ମରାମତିରେ କିଛି ଖର୍ଚ୍ଚ ହୋଇଗଲା। ବାକି ଟଙ୍କାରେ ଦୋକାନ ଖଣ୍ଡିଏ ଯୋଡ଼ି ବସିଛି। ହରି ମିଶ୍ର ସବୁବେଳେ ଚାହାନ୍ତି କି 6 କୋଟିର ମନରେ ବଡ଼ ଭାଇ ପ୍ରତି ଅବିଶ୍ୱାସ ସୃଷ୍ଟି କରିବା ପାଇଁ। ମିଶ୍ର ଏବେ ବୁଝିପାରିଛନ୍ତି କି ଭାଇଠାରୁ ଅଲଗା ହେବା ପାଇଁ 6 କୋଟି ମନରେ ଇଚ୍ଛା ବର୍ଦ୍ଧିଛି ବା ଅଧିକ ବୃଦ୍ଧି ପାଇଛି। ତେଣୁ ବରଜୁ ଫେରିଛି 5 ଦିନ ପରେ। 5 ଦିନ ଯେତେବେଳେ ହେଇଯାଇଛି, 5 ଦିନ ପର୍ଯ୍ୟନ୍ତ ବରଜୁ କ'ଣ କହିଛି, ଘରକୁ ଫେରି ନାହିଁ ଏଇ 2 ଜଣଙ୍କର କଳି କଜିଆ ଫଳରେ। ତେଣୁ 5 ଦିନ ପରେ କ'ଣ ହେଇଛି, ବରଜୁ ଘରକୁ ଫେରିଛି। ହାରା ବୋଉ ତାର ଶୁଖିଲା ମୁହଁ ଦେଖି କାନ୍ଦି ଉଠିଛି। ହାରା ବୋଉର ଭିତରେ ଥିବା ସ୍ୱାର୍ଥପରତା, ଈର୍ଷାକାତରତା ଏବଂ ବଡ଼ ବୋହୂର ଅହଙ୍କାର ବିରୋଧରେ ବରଜୁର ଅନୁପସ୍ଥିତ ଥିଲା ନୀରବ ଅଥଚ ତୀବ୍ର ପ୍ରତିବାଦ। ତେଣୁ ଏ ପ୍ରତିବାଦ ସଫଳ ହୋଇଛି। ସେ ଆପେ ଆପେ ବରଜୁ କହିଛି, ବରଜୁ ଯାହା କହିବ ସେ ତଦନ ଯାଇ ତାହା ନିଶ୍ଚୟ କରିବ। ବରଜୁ ତାକୁ କହିଛି, ଭଲ କଥା, ତେବେ ଗୋଟିଏ କଥା ଖାଲି କହ, ତମ ଆଡ଼ୁ ତମେ କିଛି ସାନ ବୋହୂକୁ ଖୁଣ୍ଟା ଦେବ ନାହିଁ। ସେ ଯେବେ ତା ଆଡ଼ୁ କେତେବେଳେ ତମକୁ ବକେ କି ମୋତେ ବକେ, ଓକେ, ତେଣୁ ତମକୁ ବକେ କି ମୋତେ ବକେ, ତେଣୁ କିଛି କହିବ ନାହିଁ। ତେଣୁ ଏତିକି ଖାଲି ପାଳିପାରିଲେ ଭଲ। ଓକେ, ତେଣୁ ଓଷା ବରଦ ପରି ମନେ କରିବ। କ'ଣ ଏକଥା ହେବ ତ? ହାରା ବୋଉ ସମ୍ମତ ହେଲେ ମଧ୍ୟ ତଥାପି ବେଳେବେଳେ କଜିଆ କରି ପକାଏ ହେଲା। ହାରା ବୋଉ ଯେତେ ଯାହା କଲେ ବି ନେତ୍ରମଣି ଏବଂ ହାରା ବୋଉ କଜିଆ ବି ଛୋଟ ଛୋଟ କଜିଆ ବି ହୋଇପାରେ, ଛୋଟ ଛୋଟ ଘରକୁ କଥାକୁ ନେଇକି। ତେଣୁ ଦିନେ ବରଜୁ ବିଲରୁ ଘରକୁ ଫେରିଲା ବେଳେ 2 ବୋହୂ ଭିତରେ ପାଟିତୁଣ୍ଡ ଶୁଣି ଶେଷକୁ ତାର ନୂତନ କୌଶଳ ଅବଲମ୍ବନ କରିବାକୁ ସ୍ଥିର କରିଛି। ଦିନେ ବରଜୁ ଘରକୁ ଫେରିଲା ବେଳେ 2 ବୋହୂ ଭିତରେ ପାଟିତୁଣ୍ଡ ଶୁଣି ଶେଷକୁ ତାର ନୂତନ କୌଶଳ ପ୍ରୟୋଗ କରିଛି। ସ୍ତ୍ରୀ ଓ ପିଲାମାନଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଛି ବରଜୁ ହେଲା। କାରଣ ଯେତେବେଳେ 5 ଦିନ ପର୍ଯ୍ୟନ୍ତ ବରଜୁ ଘରକୁ ଫେରି ନାହିଁ, ଯେତେବେଳେ 5 ଦିନ ପରେ ବରଜୁ ଘରକୁ ଫେରିଛି, ହାରା ବୋଉ କହିଛି କି ସାନ ବୋଉ ଯାହା କହିଲେ ବି ତାର କଥାରେ କିଛି ପ୍ରତି ଉତ୍ତର କରିବ ନାହିଁ। ସେ ଯେତେ ଗାଳି କରୁ କି କଜିଆ କରୁ, ଯାହା କରୁ, ତା କଥାରେ କିଛି କହିବ ନାହିଁ ହେଲା। କିନ୍ତୁ ଯେତେବେଳେ ବରଜୁ କିଛି ଦିନ ଯାଇଛି, ବରଜୁ ଯେତେବେଳେ ବିଲକୁ ଯାଇଛି, ବିଲରୁ ଯେତେବେଳେ ଆସିଛି, ଦେଖିଛି କି ହାରା ବୋଉ ଏବଂ ନେତ୍ରମଣି ଏ 2 ଜଣ ମଧ୍ୟରେ କଜିଆ ସୃଷ୍ଟି ହେଇଛି, ପୁଣି କଜିଆ ଆରମ୍ଭ ହେଇଛି ହେଲା। କିନ୍ତୁ ଇଏ କ'ଣ କଲା, ବରଜୁ ଆଉ ଘରେ ଖାଇଲା ନାହିଁ ଏବଂ କାହା ସହିତ, ପିଲାମାନଙ୍କ ସହିତ କାହା ସହିତ କଥା କଲା ନାହିଁ। ତେଣୁ ଖାଇବାରେ ମଧ୍ୟ ତାର ଆଉ ପୁରାପୁରି ଆଗ୍ରହ ରହିଲା ନାହିଁ। ବଡ଼ ବୋଉ ଭିତରେ ଭୟ ଚେଇଁ ଉଠିଲା। ସାନ ବୋହୂକୁ ସେ ଆଉ ପାଟି ଫିଟାଇଲା ନାହିଁ। କିନ୍ତୁ ବରଜୁ କେବଳ ଏତିକି ଚାହିଁନଥିଲା ଯେ ଚାହିଁଥିଲା କି ହାରା ବୋଉର ମନ ପରିବର୍ତ୍ତନ ପାଇଁ। ହାରା ବୋଉ ନିକଟରେ ବରଜୁର ସତ୍ୟ ହେଉଛି ଯେ ସାନ ବୋଉ ସହିତ ବାଦ କରିବ ନାହିଁ କି କଳି କଜିଆ କରିବ ନାହିଁ। ଯେତେ ଯାହା କହିଲେ ଚୁପ୍ ହୋଇକି ରହିବ। ତେଣୁ ହାରା ବୋଉ ରାଜି ହୋଇଯାଇଛି। ଓକେ, ତେଣୁ ସେ ବରଜୁକୁ ଖାଇବାକୁ ଦେଇଛି। ବରଜୁ ତାକୁ 6 କୋଟିକୁ ଡାକିବାକୁ କହିବାରୁ ଦୀର୍ଘାୟୀନ ଭାବରେ ତାକୁ ଡାକିଛି। 6 କୋଟି କିନ୍ତୁ ଦୋକାନକୁ ଫେରି ଖାଇବ ବୋଲି କହି ଦେଇକି ଚାଲି ଯାଇଛି। ଯେଉଁ ସାନ ବୋଉ ସହିତ କଥାରେ କଥାରେ କଜିଆ ହେଉଥିଲା, ତାକୁ ବି ଖାଇବାକୁ ଡାକିଛି ହାରା ବୋଉ। ଓକେ, ତେଣୁ ସାନ ବୋଉ କିନ୍ତୁ ପୂର୍ବପରି ତାର ପରିବର୍ତ୍ତନ ନାହିଁ। ତେଣୁ ସେ କହିଛି, ସାନ ଯା ଦେଖିଲା ବଡ଼ ଯା ଗଇତା ସୁହାଗୀ ହୋଇସାରି ତା ଆଗରେ ଆଜି ଭଲେଇ ହେବାକୁ ଆସିଛି। ସେ ମୁହଁ ଛିଞ୍ଚାଡ଼ି ଦେଇ କହିଲା, ନାଇଁ ମ, ଆଉ ଉଛୁଣି ଦିନ 2 ପହରେ କିଏ ଖାଉଛି? ତୁମେ ଆଗ ଖାଇସାର। ହାରା ବୋଉ ମୁରୁକି ମୋର ହରିକି ହସି କହିଲା, ସାନ ବୋଉ ପଛ କଥା ଗୁଡ଼ାକ ପୋଛି ପକାମ। ଯେତେ ହେଲେ ମୁଁ ତୋର ବଡ଼ ଯା, କେତେବେଳେ କ'ଣ କହି ପକେଇଥିବି, ସେଇ କଥା ଗୁଡ଼ାକ ଗଣ୍ଠି କରି ବସିଛୁ। ସାନ ବୋଉ ଦେହରେ ଏ କଥା ଗୁଡ଼ାକ ଛୁଞ୍ଚି ଗଳିଲା ପରି କାଟୁଥାଏ ହେଲା। ତେଣୁ ଆଜି ଟିକିଏ ମିଳିଯାଇଛନ୍ତି ବୋଲି ମାଇପ ଆସି ଛେପରା ହେଉଛି। ସାନ ବୋଉର କଥାରେ ଏଣିକି ଆଉ ହାରା ବୋଉର ପ୍ରତିକ୍ରିୟା ନାହିଁ। ବରଜୁ ଆଶ୍ୱସ୍ତି ହୋଇଛି। ଯେତେବେଳେ ହାରା ବୋଉ ଆଉ ନେତ୍ରମଣି ମଧ୍ୟରେ
ଯେତେବେଳେ ବରଜୁ ଦେଖୁଛି ଆଉ ପୂର୍ବପରି ଆଉ ସେମାନେ ପାଟିତୁଣ୍ଡ କରୁନାହାନ୍ତି, ହେଲା, ଅସର ପାସରେ ଗାଳି ଗୁଲଜ କରୁନାହାନ୍ତି, ବରଜୁ ଟିକେ ଶାନ୍ତି ଲାଗିଛି ଟିକେ। ଓକେ, ତାହେଲେ ହାରାବାହୁ ମୁହଁରେ ଏଇ ହସଟିକୁ ଦେଖି ବରଜୁର ଦେହ ଯେମିତି ଉଲ୍ଲସି ଉଠିଲା। ସେ ବୁଝିଲା କି ବାହା ହେବା ଦିନଠାରୁ ଆଜି ଯାଏ ହାରାବାହୁ ସେଥିରେ ସେ ଖାଲି ଉପରେ ମିଶି ଚଳୁ ଆସୁଛି। ଦି ଜଣଙ୍କ ମଝିରେ ଗୋଟେ ପାଚିରି ଛିଡ଼ା ହୋଇଥିଲା, ନାକୁ ଖାଲି ହାତ ଗଣ୍ଠି ପଡ଼ିଥିଲା। ନହେଲେ ଦେଖିବାକୁ ଗଲେ ଦୁହେଁ ଭିନ୍ନ ହେଲା ଠାରୁ ଆହୁରି ଅଲଗା ହୋଇ ଦୂର ଛଡ଼ା ହୋଇ ରହିଥିଲେ। ବରଜୁ ଆଜି ବୀର ଦର୍ପରେ ସେ ପାଚେରୀକୁ ଭାଙ୍ଗି ଦେଇଛି। ହାରାବାହୁ ବରଜୁକୁ ଆଜି ପାଖକୁ ଲାଗି ଆସିଛି। ବରଜୁ ଭିତର ପରଶୁ ପଥରର ହାରାବାହୁ ଭିତରେ ଲୁହାଟିକ ଲାଗି ସୁନା ପାଲଟି ଯାଇଛି। ଦୁହେଁ ଆଜି ଚେଇଁ ଉଠିଛନ୍ତି। ବରଜ ହାରାବାହୁ ବଦଳି ଯିବାର ଦେଖି ଯେମିତି ତାଜିବ ହେଲା। ହାରାବାହୁ ନିଜର ନୂଆ ମଣିଷ ପରି କାବା ହୋଇଗଲା। ତେଣୁ ହାରାବାହୁ ଏଣିକି କେବଳ ନିଜ କଥା ଭାବିନି, ସମଗ୍ର ଘର କଥା ଭାବିଛି। ତେଣୁ ସୁନା ବାହାଘର ବେଳକୁ ସାନ ବୋଉ ପାଇଁ ଯେଉଁ ଭଲ ଖଣ୍ଡ ଶାଢ଼ୀ ଆଣିବାକୁ ବରଜୁ କହିଛି, ବରଜୁ ଖୁସି ହୋଇଯାଇଛି। କାରଣ ଯେତେବେଳେ ତାର ବଡ଼ ଝିଅ ଯେତେବେଳେ ବିବାହ ହୋଇଥିଲା, ଯେତେବେଳେ ନେତ୍ରମଣି ପାଇଁ ଯେଉଁ ଶାଢ଼ୀ ଖଣ୍ଡକ ଅଣାଯାଇଥିଲା, ନେତ୍ରମଣିର ପସନ୍ଦ ହୋଇନଥିଲା। ଯାହାଫଳରେ କି ସରଦୀ ବୋଉ ନେତ୍ରମଣିକି ଟିକେ ଇଆଡ଼ୁ ସିଆଡ଼ୁ କହିଛି, ଆରେ ତୁ ଗୋଟେ ଶାଢ଼ୀ ଆଣିଥିଲା, ତୋର ପସନ୍ଦ ହେଲାନି, କି ଶାଢ଼ୀ ଆଣିଛି ମୋ ସେ ଗୋଟେ, ହେଲା, ତାହେଲେ ଇଆଡ଼ୁ ସିଆଡ଼ୁ କହିକି ତାକୁ ଟିକେ ଉସ୍କାଇଥିଲା। କିନ୍ତୁ ଯେତେବେଳେ ତାର ଆଉ ଗୋଟେ ଝିଅର ବିବାହ କରୁଛି, ହାରାବାହୁ ନେତ୍ରଙ୍କ ଅଛି, ତାହେଲେ ନେତ୍ରମଣିର ପସନ୍ଦ ଅନୁଯାୟୀ ଗୋଟେ ଶାଢ଼ୀ ତା ପାଇଁ ଆଣିବାକୁ କହିଛି ବରଜୁକୁ। ବରଜୁ ଖୁସି ହୋଇଯାଇଛି। ସେ ଅନୁଭବ କରିଛି କି ହାରାବାହୁ ଭିତରେ ଦେବତା ସୈତାନଙ୍କୁ ଜୟ କରିଛି। ବରଜୁ କେବଳ ନିଜ କଥା ବୁଝିନି, ଗାଁର କଥା ବି ବୁଝିଛି। କାରଣ ଗାଁରେ ସେ ମୁରବୀ, ଗାଁର ଲୋକମାନେ ତାକୁ ବରଜୁକୁ ଗାଁର ଆଖପାଖ ଗାଁର ମଧ୍ୟ ତାକୁ ମାନନ୍ତି, ମାଲି ମକଦ୍ଦମାରେ ତାକୁ ପଚାରନ୍ତି, କିନ୍ତୁ ହରି ମିଶ୍ରଙ୍କୁ ପଚାରନ୍ତିନି। ସେଥିପାଇଁ ହରି ମିଶ୍ର ରାଗ ହେଉଛି କି ମୋ କଥାରେ ସେ କାହିଁ ମୁଣ୍ଡ ପୁରାଉ, ସବୁ କଥାରେ ମୁଁ ତ ପଇସା ଦେଇକି ଏଠିରେ ପ୍ରେସିଡେଣ୍ଟ ହୋଇଛି, ଏବଂ ମୁଁ ଲୋକମାନଙ୍କ ସେ କ'ଣ କରେ, ଲୋକ ମାନେ ଦୁଇଟା ଯଦି ସାକ୍ଷୀ ହୁଏ, ୟା ପାଖରୁ କିଛି ଟଙ୍କା ତା ପାଖରୁ କିଛି ଟଙ୍କା ଆଦାୟ କରିକି ତାର ହାତ ସଫାସୁତୁରା କରେ, ହେଲା, କୋର୍ଟ କଚେରୀରେ କାମ କରେ। କିନ୍ତୁ ବରଜୁ ବିନା ପଇସାରେ କରିଦିଏ। ସେଥିପାଇଁ ହରି ମିଶ୍ର ରାଗ ହେଉଛି ବରଜୁର, ଏଇଠୁ ରାଗ ହେଉଛି। ସେଥିପାଇଁ ଏଇ ଦୁଇ ଜଣ ଭାଇଙ୍କୁ କିପରି ଅଲଗା କରିଦେବେ, ସେଥିପାଇଁ ଚକ୍ରାନ୍ତ କରିଛି ହରି ମିଶ୍ର। ଓକେ, ତେଣୁ ହରି ମିଶ୍ର ବିରୋଧରେ ଧରମା ବାଉରୀର ପ୍ରତିହିଂସା କାମରେ ସେ ଚମକି ଉଠିଛି। ବରଜୁର ଝିଅ ସୁନାର ବାହାଘର ହୋଇଛି। ଏହି ଅବସରରେ ହରି ମିଶ୍ର 6 କଡ଼ି ମନରେ ବଡ଼ ଭାଇର ବିରୋଧରେ ଗୋଟେ ବିଷ ଭରି ଦେଇଛି। କିନ୍ତୁ ସାନ ଭାଇ ହରି ମିଶ୍ର ନେତ୍ରମଣି କଥାରେ ପଡ଼ି ଯେତେ ପ୍ରତିକୂଳ ଆଚରଣ କଲେ ବି ବରଜୁର ପ୍ରତିକ୍ରିୟା ନାହିଁ। କାରଣ ଏଠି ହରି ମିଶ୍ର 6 କଡ଼ି କହିଛି, ଆରେ ତାର 4ଟା ଝିଅ ରହିଛି, ଆରେ ଏଇଭଳିଆ ଯଦି ସେ ସବୁ ଖର୍ଚ୍ଚ କରିବ, ତାହେଲେ ତୋ ବେଳୁ କିଛି ରହିବ ନାହିଁ, ହେଲା। କାରଣ ଜମିରୁ ଯାହା ଉତ୍ପାଦନ କରେ ସବୁ ଗୁଡ଼ିକ ବରଜୁ ପାଖରେ ଥାଏ। ସେଥିପାଇଁ ହରି ମିଶ୍ର 6 କଡ଼ିକୁ, ଆରେ ଦେଖିଲୁ ବରଜୁ ସବୁ ଯେତିକି ଯାହା କରିଥିଲା ଟଙ୍କା ପଇସା, ଯେତେବେଳେ ଯାହା ଚାଷରୁ ଆଦାୟ ହେଇଥିଲା ସବୁ ତ ତା ଝିଅ ପାଇଁ ଖର୍ଚ୍ଚ କରିଦେଉଛି, ହେଲା, ତୋ ପାଇଁ ଆଉ କିଛି ରହିବ ନାହିଁ, ହେଲା। ଏଇସବୁ କଥା ହରି ମିଶ୍ରଙ୍କ 6 କଡ଼ି କାନରେ ସବୁବେଳେ ଭର୍ତ୍ତି କରେ। ତେଣୁ ଯାହା ପାଇଁ ଯାହା ଘରେ ଯାହା କିଛି ଘଟଣା ଘଟୁଛି, ଘଟୁ ଖାଲି ବାହାରକୁ ନ ଯାଉ, ବରଜୁ ଏହାର ଇଚ୍ଛା। ବାହାରର ବୁଦ୍ଧିରେ ଘରଟା ଭାଙ୍ଗିବ ବୋଲି ବସିଲାଣି, ସିଆଡ଼କୁ ତାର ଖିଆଲ ନାହିଁ। ସେ ଦମ୍ଭ ହୋଇ ବସିଛି। ସେ ନ ଭାଙ୍ଗିଲେ ଘର ଭାଙ୍ଗିବ କାହାର ସାଧ୍ୟ। ଗାଁ ଗୋଟାକ ଗୋଟିଏ ଘର କରି ଦେଇଛି। ତେଣୁ ଗାଁ ଗୋଟାକର ସମସ୍ତଙ୍କୁ ଭାଇ କରି ଦେବାକୁ ସେ ଲାଗିଛି। କିଏ? ବରଜୁ। ତେଣୁ ଗାଁ ଗୋଟାକରେ ଯେତିକି ଲୋକ ରହିଛନ୍ତି ପ୍ରଧାନ ପଡ଼ାରେ, ସମସ୍ତଙ୍କ ସହିତ ଗୋଟିଏ ଏକ ମନ ଏକ ପ୍ରାଣ ହୋଇକି ରହିବାକୁ ବରଜୁ ଇଚ୍ଛା କରିଛି। ତେଣୁ ଯେମିତି ଗାନ୍ଧିଜୀ ଯେଉଁଭଳି ଭାବରେ ଇଚ୍ଛା କରିଥିଲେ, ଗାନ୍ଧିଜୀଙ୍କ ଯେଉଁ ଗୋଟେ ରାମ ରାଜ୍ୟ ପ୍ରତିଷ୍ଠା କରିବା ଯେଉଁ ଚିନ୍ତାଧାରା ଉପରେ, ବରଜୁର ଚିନ୍ତାଧାରା ସେଇ ଗାନ୍ଧୀ ଚେତନା ଉପରେ ଆଧାରିତ ରହିଛି। ତେଣୁ ବାପ କହିଯାଇଛି କି ଘର ମଝିରେ ପାଚେରୀ ନ ଉଠେ, କି ବିଲ ମଝିରେ ହିଡ଼ ନ ପଡ଼େ। ବରଜୁ ପ୍ରଧାନ ଏତିକି କଥା କରିପାରିବ ନାହିଁ। ଦେଖାଯାଉ ଏ ଜୀବନ ଥିଲେ କେତେ ଗଲେ କେତେ। କାଲି ସଞ୍ଜରେ ପରା ଗାଁ ଗୋଟାକର ସମସ୍ତଙ୍କର ମଙ୍ଗଳାଙ୍କର ପାଦୁକା ଦିଆଯାଇ ଚଷା, ବାଉରୀ, ଗୁଡ଼ିଆ, ଭଣ୍ଡାରୀ ସମସ୍ତେ ଭାଇ ଭାଇ ଡାକ ହୋଇଛନ୍ତି। ଆଜି ବରଜୁ 6 କଡ଼ି ଏକା ରକତର, ଗୋଟେ ମା ପେଟର, ଗୋଟେ ବାପଠୁ ଜନ୍ମ ହୋଇ ଭିନ୍ନ ହେବେ କିପରି? କାଲି ଯେତେବେଳେ ଚକରା ଜଗୁଆ କହିବେ, ବରଜୁ ଭାଇ ତମ ଘର ଭିତରେ ମେଳ ରହୁନାହିଁ, ଏକା ପେଟରୁ ଜନ୍ମ ହୋଇ ଏକାଠି ବର୍ଦ୍ଧିତ ହୋଇ ଭିନ୍ନ ହେଇଯାଉଛ କିପରି? ଆଉ ଗାଁ ଗୋଟାକର ସମସ୍ତେ କେମିତି ଭାଇ ହେବେ? ଜଣେ ବାଧକା ହୋଇ ପଡ଼ିଲେ ଆଉ ଜଣେ ତା ଘରେ ବସି ଗୋଡ଼ ଆଉଁସି ଦେବ କେମିତି? ବରଜୁ ପ୍ରଧାନ ବଞ୍ଚି ଥାଉ ଥାଉ ଶୁଣିବ ଏଇପରି ଭାବରେ କଥା।
ତେବେ ସେ ନମରି ଜୀଇଁବ କାହିଁକି? ବରଜୁର ମନରେ ପ୍ରତିକ୍ରିୟା ସୃଷ୍ଟି ପାଇଁ ଅନେକ ଷଡ଼ଯନ୍ତ୍ର କରିଛନ୍ତି ନେତ୍ରମଣି ଏବଂ ହରିମିଶ୍ର। ନେତ୍ରମଣି ନୂଆ ଶାଢ଼ୀ ପିନ୍ଧି ନାହିଁ, ବାହାଘର ପାଇଁ କିଣା ମୁଗ ଗୁଡ଼କୁ 6 କଡ଼ି ବିକି ଦେଇଛି। ତେଣୁ ବାହାଘର ପାଇଁ ଯେଉଁ ମୁଗ ଯାହା ସବୁ କିଣା ହେଇଥିଲା ସେଥିରୁ କ'ଣ କରିଛି 6 କଡ଼ି ନେଇକି ବିକି ଦେଇଛି। ସେଇ ପଇସାରେ ନେତ୍ରମଣିର କଣ୍ଠି ଗଢ଼ା ହୋଇଛି, ଗୋଡ଼ ତିଆରି କରାଯାଇଛି। ତଥାପି ବରଜୁ କିଛି ପ୍ରତିକ୍ରିୟା କରିନାହିଁ। ହରିମିଶ୍ର କିନ୍ତୁ ଆଶା ଛାଡ଼ି ନାହାନ୍ତି। ହରିମିଶ୍ର ଆଗରେ ଯେତେ ଶପଥ କଲେ ବି ବଡ଼ ଭାଇ ପାଖରେ ଭରସି ସେ ଭିନ୍ନ ହେବା କଥା କହିପାରୁନି। ମାନେ ହରିମିଶ୍ର ନେତ୍ରମଣି 6 କଡ଼ିକୁ ଯେତେ ଯାହା ଫୁସିଲେ ବି, ଯେତେ ଯାହା ମନ୍ଦ ଚିନ୍ତାଧାରା କଥା କହିଲେ ବି, କିନ୍ତୁ ଭାଇ ଆଗରେ ସେ ଠିଆ ହୋଇକି କହିପାରିବ ନାହିଁ କି ମୁଁ ଅଲଗା ହେବି। ତେଣୁ ନେତ୍ରମଣିର ତାଡ଼ନାରେ ଭିନ୍ନ ହେବା କଥା କହିବାକୁ ସେ ଭାଇ ପାଖକୁ ଯାଇଛି, କିନ୍ତୁ ତଥାପି ସେ କହିପାରି ନାହିଁ। ମଧ୍ୟସ୍ଥତା ପାଇଁ ମିଶ୍ରଙ୍କୁ 6 କଡ଼ି କହିଥିଲା। ମିଶ୍ରେ ଆସିଛନ୍ତି, ବରଜୁକୁ କହିଛନ୍ତି। ବରଜୁ ଆଶ୍ଚର୍ଯ୍ୟ ହୋଇଯାଇଛି। ସେଦିନ 6 କଡ଼ି ତ କହିପାରୁନି ନିଜ ଭାଇକୁ, କିନ୍ତୁ 6 କଡ଼ିର ମଧ୍ୟସ୍ଥତା ଭାବରେ ହରିମିଶ୍ର କ'ଣ କରିଛନ୍ତି, ବରଜୁର ଘରକୁ ଆସିଛନ୍ତି। ବରଜୁକୁ କହିଛି କି 6 କଡ଼ି ଅଲଗା ହେବାକୁ ଚାହେଁ ବୋଲିକି। ଓକେ, 6 କଡ଼ି କିନ୍ତୁ 6 କଡ଼ି ବରଜୁ ଆଶ୍ଚର୍ଯ୍ୟ ହୋଇଯାଇଛି, କିନ୍ତୁ ପର ମୁହୂର୍ତ୍ତରେ ସେ ହସି ଦେଇଛି। 6 କଡ଼ି କିନ୍ତୁ ଖସି ଚାଲିଯାଇଛି ହେଲା। ମିଶ୍ର ନିରାଶରେ ଫେରି ଯାଇଛନ୍ତି ଘରୁ। ତେଣୁ ବରଜୁ ଅନୁଭବ କରିଛି କି 6 କଡ଼ି ମନରେ ଭେଦଭାବ ସଞ୍ଚାର ହେଲାଣି। ସେ 6 କଡ଼ିଠୁ ଜାଣିବାକୁ ଚାହିଁଛି କେଉଁଥିପାଇଁ ତା ଭିତରେ ଏତେ ଭିନ୍ନ ହେବାର ପ୍ରଶ୍ନ ସ୍ୱପ୍ନ ଆସିଛି। ସେତେବେଳେ 6 କଡ଼ି କିନ୍ତୁ ଏକ ଭିନ୍ନ ସତ୍ତା। ଦିନ ଦିନ ରାତି ରାତି ଧରି ନେତ୍ରମଣିର ତାଡ଼ନା, ହରିମିଶ୍ରର କୁପରାମର୍ଶ ଯୋଗୁଁ ତା ଭିତରେ ଶୟତାନ ସବାର ହୋଇଗଲାଣି। ଯଦି ଗୋଟିଏ ଲୋକଟାକୁ ଦିନ ରାତି କରିକି ସବୁବେଳେ ଖରାପ କାମ କରିବା ପାଇଁ ଦେବ, ଖରାପ ତା ମୁଣ୍ଡର ଚିନ୍ତାଧାରା ଭର୍ତ୍ତି କରିବ, ସେ ତ ଅଟୋମେଟିକ୍ ଖରାପ ହୋଇଯିବ ନା। ଓକେ, ତେଣୁ ଘରର ଆମଦାନୀ କେବଳ ଝିଅ ବାହାଘର ନିଶେଷ ହୋଇଯାଉଛି ବୋଲି 6 କଡ଼ି କହିଛି ହେଲା। ତାହେଲେ ଏଇ ଯେଉଁ ହରିମିଶ୍ର କହୁଛି କି ତମ ଯେଉଁ ବରଜୁର ଯେଉଁ ଝିଅ ବାହାଘର ହେଉଛି, କ'ଣ ହେଉଛି, ଝିଅ ଘରର ଆମଦାନୀରୁ ସବୁ ଯାଉଛି। ତେଣୁ ବରଜୁ କହିଲା କି ବରଜୁ ଚମକି ପଡ଼ିଛି ସତ୍ୟ, କିନ୍ତୁ ଭାଙ୍ଗି ପଡ଼ିନାହିଁ। ହସି ହସି କହିଛି, ବୁଝିପାରିଲୁ ନାହିଁ, ସମ୍ପତ୍ତି ବଣ୍ଟା ହେବ ନାହିଁ, ଆମେ ଭିନ୍ନ ହେବା ନାହିଁ। ତୋର ସବୁ ହେଲା, ଘର ଦୁଆର, ବିଲ ବାରି, ଗାଈ ଗୋରୁ, ତୋର ସବୁ କିଛି ହେଲା। ମୁଁ ଖାଲି ପିଲାଙ୍କୁ ନେଇ ଘର ଛାଡ଼ି ଚାଲି ଯାଉଛି। ବୁଝିଲୁ ନା? ପୁଣି ବୁଝିଲୁ ନାହିଁ, ମୁଁ କାଲି ମୋତି ଦାମ ଆଉ ତାଙ୍କ ମାଆଙ୍କୁ ନେଇ ଘରୁ ଚାଲି ଯାଉଛି। ସବୁ ସମ୍ପତ୍ତି ତୋର ହେଲା। 6 କଡ଼ିର ଅନ୍ତରାତ୍ମାରେ ବାହାରି ଆସିଲା ଶବ୍ଦ ନା। ସତକୁ ସତ ବରଜୁ ବଢ଼ି ଅନ୍ଧାରରୁ ଭାଇକୁ ଡାକି ସବୁ ବୁଝେଇ ଦେଇଛି। ତାପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ଘର ଛାଡ଼ି ଚାଲି ଯାଇଛି। ଗାଁ ସାରା ଚହଳ ପଡ଼ିଯାଇଛି। ଓକେ, ଗାଁର ସୀମାରୁ ତା ପଛରେ ଗୋଡ଼େଇ ଆସିଥିବା ଲୋକଙ୍କୁ ସେ ବୁଝାଇ ସୁଝାଇ ବରଜୁ ଫେରେଇ ଦେଇଛି। ରାସ୍ତାରେ ତାକୁ ଭେଟିଛନ୍ତି ଗୌରାଙ୍ଗ ସେଣ। ତା ଘର ହେଉଛି ହରିପୁର। ଏଇ ଯେଉଁ ଗୌରାଙ୍ଗ ସେଣ ହେଲା, ତା ଘର ହେଉଛି କେଉଁଠି, ହରିପୁର। ସେ ଚାହିଁଛି କି ବରଜୁକୁ କିଛି ଦିନ ତା ଘରେ ରଖିବା ପାଇଁ, କିନ୍ତୁ ସେ କଥା ନ କହି ପ୍ରଥମେ ତା କଥା ରଖିବା ପାଇଁ ପ୍ରତିଶ୍ରୁତି ଆଦାୟ କରିଛି ବରଜଠୁ। ପ୍ରଥମେ ବରଜୁ ଦ୍ୱିଧାଗ୍ରସ୍ତ ହୋଇ ମାତ୍ର ଗୌରାଙ୍ଗର ଆଖି ଲୁହ ଦେଖି ତାକୁ ନିରାଶ କରିପାରିନାହିଁ। ତେଣୁ ବରଜୁ କ'ଣ କରିଛି, ଶେଷରେ ହରିପୁର ଗାଁରେ ଯେଉଁ ଗୌରାଙ୍ଗ ସେଣ ରହିଛି ହେଲା, ତା ଘର ପାଖରେ ଯାଇକି ରହିଛନ୍ତି। ତେଣୁ 6 କଡ଼ି ଚାଲି ଯାଇଥିଲା ନାଗପୁର ହାଟକୁ। 6 କଡ଼ି ନଥିଲା ଯେଉଁଦିନ ସକାଳୁ ବରଜୁ ତାର ଦାମ ମୋତିକୁ ନେଇକି ଘରୁ ବାହାରିକି ପଳେଇ ଯାଇଥିଲା। ସେଇଦିନ 6 କଡ଼ି ଘରେ ନଥିଲା, ସେ ଯାଇଥିଲା ନାଗପୁର ହାଟକୁ। ତେଣୁ ମନେ ମନେ ଭାବିଥିଲା ଭାଇ ତାର କଦାପି ଯିବ ନାହିଁ। ସେ ସିନା କାଲି ପୂର୍ବ ରାତିରେ କହିଦେଇଥିଲା କି ତୋର ଘର ଦ୍ୱାର ବାଡ଼ି ଗାଈ ଗୋରୁ ଯେତେ ଯାହା ଅଛି ସବୁ ତୋର ହେଲା, ମୁଁ କିଛି ନେବି ନାହିଁ, ମୁଁ କାଲି ମୋତି ଏବଂ ଦାମ ତାର ମାଆକୁ ନେଇକି ଘରୁ ପଳେଇ ଯିବି। କିନ୍ତୁ 6 କଡ଼ି କ'ଣ ଜାଣିଥିଲା କି ଭାଇ ଯେଉଁଟା କହିଲା ରାତିରେ ସେଟା ସକାଳେ ସତ ହେଇଯିବ ବୋଲିକି। କିନ୍ତୁ ଯେତେବେଳେ ଉତ୍ସବ ଭୋଇଠାରୁ ଶୁଣିଛି ସତକୁ ସତ ଭାଇ ତାର ଘର ଛାଡ଼ି ଚାଲିଯାଇଛି ପିଲାଙ୍କୁ ଧରି, ସେତେବେଳେ ସେ ଆବାକ୍ ହୋଇଯାଇଛି। 6 କଡ଼ି କ'ଣ କରିବ କିଛି ବୁଝିପାରିନି। ଏଇଠି 6 କଡ଼ି ଭିତରେ ପ୍ରଧାନଙ୍କର ରକ୍ତଧାରା ଆର୍ତ୍ତନାଦ କରି ଉଠିଛି। ନେତ୍ରମଣି ହରିମିଶ୍ର ତା ଭିତରେ ଯେଉଁ ଶୟତାନକୁ ସବାର କରିଥିଲେ ସେ ହଠାତ୍ ମୂର୍ଚ୍ଛିତ ହୋଇଯାଇଛି। ନିଜ ଭିତରେ ଅନେକ ଛଟପଟ ହୋଇଯାଇଛି। 6 କଡ଼ି ବିକଳ ହୋଇ ଘରକୁ ଫେରିଛି। ଆଜି ଆଉ ଦାମ ମୋତି ଖେଳୁନାହାନ୍ତି। ଭାଇ ଦାଣ୍ଡ ଦୁଆରେ ଭାଗବତ ଖୋଲୁନାହିଁ। ନେତ୍ରମଣିର ହସ ଆଜି ତାକୁ ପଲ୍ଲବିତ କରିପାରିନାହିଁ। ଦାଣ୍ଡରୁ ଘର, ଘରରୁ ଦାଣ୍ଡ ହୋଇ 6 କଡ଼ି ଭାବୁଥିଲା ଭାଇ ତାର ନିଶ୍ଚୟ। ଯେତେବେଳେ ନାଗପୁର ହାଟରୁ 6 କଡ଼ି ଫେରିକି ଆସି ଦେଖୁଛି ଉତ୍ସବ ଭୋଇଠାରୁ ଯେତେବେଳେ ଶୁଣିଛି
କି ତାର ଭାଇ ତାର ଛାଡ଼ି ପଳେଇ ଯାଇଛି ଏବଂ ଯେତେ ଘରେ ଆସିକି ପହଞ୍ଚି ଦେଖୁ କିଛି ନାହାନ୍ତି। ଛୁଆ ପିଲା ଯେଉଁ ଘରକୁ ଆସିଲେ ଛୁଆ ପିଲା କେଁ କଟର ଖେଳା ଦୌଡ଼ା ଦୌଡ଼ି ଖେଳୁଥିବେ, କିନ୍ତୁ ଛକଟି ଦେଖୁ ସବୁ ଶୂନ୍ୟ। ଭାଇ ନାହିଁ, ଭାଇ ଭାଗବତ ପଢ଼ୁନି କି ସୂତା ବୁଣୁନାହିଁ, ଘରେ କିଏ ନାହାନ୍ତି, କେବଳ ନେତ୍ରମଣି ଏବଂ ଛକଟି ଏଇ 2 ଜଣ ହିଁ ଅଛନ୍ତି ଘରଟା ସାର୍। ଓକେ, ତେଣୁ ପରଦିନ ନେତ୍ରମଣି ଦେଖିଲା ଛକଟି ଘରେ ନାହିଁ ହେଲା। ତେଣୁ ରାତି ଅଧରେ ଶୋଇ କ'ଣ ହେଇଛି, ରାତି ହେଇଯାଇଛି, ରାତି ଅଧରେ ଶୋଇକି ଛକଟି ହେଉଛି ଭାଇ ଭାଇ ବିକଳ ହେଉଛି। ପରଦିନ ନେତ୍ରମଣି ଦେଖିଲା ଛକଟି ଘରେ ନାହିଁ। ସେତେବେଳକୁ ରକ୍ତକୁ ରକ୍ତ ଡାକିଛି। ସେ ଯାଇ ବସିଛି ଗୌରାଙ୍ଗ ଶୟନ ଦୁଆରେ। ଯେତେବେଳେ ଦେଖିଲା ଭାଇ ଭାଇ ଡାକିଛି ରାତିରେ, ତେଣୁ